ସୁନ୍ଦର କଥାଟିଏ ପଢ଼ିଲି ତ ଚିନ୍ତା କଲି ଆପଣମାନଙ୍କ ଆଗରେ ଉପସ୍ଥାପନ କରିବି ବୋଲି। ଜଣେ ଯୁବକ କଲେଜରେ ଶିକ୍ଷା ଲାଭ କରୁଥିଲେ ଏବଂ ତାପରେ ମହାବିଦ୍ୟାଳୟ ପରେ ବିଶ୍ୱବିଦ୍ୟାଳୟକୁ ଗଲେ ଏବଂ ତାପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପାସ୍ କଲେ ଏବଂ ଗୋଟେ କମ୍ପାନୀରେ ବେଶ ଭଲ ବେତନରେ ଚାକିରି ମଧ୍ୟ ପାଇଲେ ଏବଂ ଉପରକୁ ଉପରକୁ ଉଠିବାରେ ଲାଗିଲେ ଏବଂ ସର୍ବୋଚ୍ଚ ସ୍ଥାନରେ ଯାଇ କମ୍ପାନୀରେ ମଧ୍ୟ ପହଞ୍ଚିଗଲେ। ସେତେବେଳକୁ ବୟସ ତାଙ୍କର ମାତ୍ର 50 ଏବଂ ଦୁଇଟି ପିଲା, ସ୍ତ୍ରୀ, ବେଶ ଛୋଟ ସଂସାରଟିଏ ଖୁସିରେ ସେ ରହୁଥିଲେ। କିନ୍ତୁ କେତେବେଳେ ହଠାତ୍ ତାଙ୍କୁ କାହିଁକି ଲାଗିଲା ଯେ ସେ କ୍ଳାନ୍ତ, ସେ ଅପୂର୍ଣ୍ଣ, ସେ ଅସୁଖୀ, କ'ଣ ଗୋଟେ ରହିଗଲା, ତାଙ୍କର ବାକି ରହିଗଲା ଏମିତି ଲାଗୁଥାଏ। ସେଠୁ ଜଣେ ତାଙ୍କୁ କହିଲେ ଯେ ତୁମେ କିଛି ଦିନ ଯାଇ ଜଙ୍ଗଲ ଭିତରେ ଜଣେ ଆଶ୍ରମରେ ଜଣେ ସାଧୁ ରହିଛନ୍ତି, ତାଙ୍କ ଆଶ୍ରମରେ କିଛି ଦିନ ରହିକି ଆସ, ହୁଏତ ତୁମ ମନରେ ପରିବର୍ତ୍ତନ ଆସିପାରେ। ଏବଂ ସେ ଅନୁସାରେ ଗୋଟେ ଆଶ୍ରମକୁ ଗଲେ, ସେ ଆଶ୍ରମରେ ରହିଲେ। ଯେଉଁ ସାଧୁ ସେ ତାଙ୍କୁ ପ୍ରତିଦିନ ତାଙ୍କୁ ବେଶ ଉପଦେଶାତ୍ମକ କଥା ସବୁ କହୁଥିଲେ, ତାଙ୍କୁ ବି ଭଲ ଲାଗିଲା, ସେ ପରିବେଶ ବହୁତ ଭଲ ଲାଗିଲା। ସେଠି ତାଙ୍କର ଗୋଟେ ପ୍ରତିଯୋଗିତା ହେଉଥିଲା, ସେଥିରେ ମଧ୍ୟ ସେ ଅଂଶଗ୍ରହଣ କଲେ। ପାଖାପାଖି 50-60 ଜଣ ଅଂଶଗ୍ରହଣ କଲେ ଏବଂ ସେ ପାଖରେ ଗୋଟେ ପାହାଡ଼ ଥିଲେ। ସେ ପର୍ବତର ଘାଟି ଭିତରେ ଦେଇ ସେମାନଙ୍କୁ 4 କିଲୋମିଟର ବାଟ ଦୌଡ଼ିକି ଯିବାକୁ ଥିଲା, ଦୌଡ଼ିକି ଆସିବା ପାଇଁ ଥିଲା। ଏବଂ ସରିଲା ପରେ ସେ ପ୍ରତିଯୋଗିତା ଯେତେବେଳେ ସରିଲା, ସେଥିରେ ଯେଉଁମାନେ କୃତିତ୍ୱ ହାସଲ କଲେ ସେମାନଙ୍କୁ ପୁରସ୍କାର ଦିଆଗଲା, ଅନ୍ୟମାନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ବି ଦିଆଗଲା ଏବଂ ସମସ୍ତଙ୍କର ମତାମତ ନିଆଗଲା ଯେ କାହାର ଅନୁଭବ କ'ଣ ଅଛି। ଯେଉଁମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ଏଭଳି ହେଲେ ସେମାନଙ୍କ ପାଖରେ ବିଶେଷ କିଛି କଥା ନଥିଲା କହିବା ପାଇଁ। ଯେଉଁମାନେ ଶେଷ ଆଡ଼ୁ ପ୍ରଥମ, ଦ୍ୱିତୀୟ ହେଲେ ସେମାନଙ୍କ ଭିତରୁ ଜଣେ କହିଲେ ଯେ ମୁଁ ଯେତେବେଳେ ଦୌଡ଼ିକିରି ଯାଉଥିଲି 4 କିଲୋମିଟର ବାଟ, ସେତେବେଳେ ଜଙ୍ଗଲର ଯେଉଁ ସୁନ୍ଦର ଶୋଭାରାଜି, ସେ ଜଙ୍ଗଲର ଯେଉଁ ଫୁଲର ବାସ୍ନା, ସେ ସୁନ୍ଦର ଫୁଲ, କଅଁଳ ପତ୍ର ଏବଂ ବୋହି ଯାଉଥିବା ଯେଉଁ ଝରଣା, ତାକୁ ଦେଖିଲା ପରେ ତାକୁ ଆତ୍ମସ୍ଥ ନ କରି, ତାକୁ ଉପଭୋଗ ନ କରି ଯିବାଟା ମୋ ପକ୍ଷରେ ସମ୍ଭବ ହେଲା ନାହିଁ। ଏବଂ ଏଇଟା ଥିଲା ଗୁରୁମନ୍ତ୍ର, ଗୁରୁବିଦ୍ୟା, ଯେ ଜୀବନର ଯେଉଁ ଅନ୍ଧ ଦୌଡ଼ ଭିତରେ ଆମେ ଅନେକ ସମୟରେ କୃତିତ୍ୱ ତ ପାଇଯାଉ, ସଫଳତା ତ ପାଇଯାଉ, ଉଚ୍ଚ ଆସନ ତ ପାଇଯାଉ, କିନ୍ତୁ ଜୀବନର ଯେଉଁ ଉପଭୋଗ କରିବା କଥା, ଜୀବନକୁ ଯେଭଳି ଭାବରେ ତାକୁ ଉପଭୋଗ ଠିକ୍ ଭାବରେ ମଣିଷ କରିପାରନ୍ତିନି। ଯେଉଁ ପ୍ରତିଯୋଗିତା ଭିତରେ, ଦୌଡ଼ ଭିତରେ, ବଡ଼ ହେବାର ଆଶା ଭିତରେ ଆମେମାନେ ଏ ସୁନ୍ଦର ସଂସାରକୁ ଉପଭୋଗ କରିବା ଅନେକ ସମୟରେ ଭୁଲି ଯାଉ। ତେଣୁ ଆପଣମାନେ ସମସ୍ତେ ନିଜର କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟତ କରିବା ଉଚିତ, ନିଶ୍ଚିତ ଭାବରେ ଆଗକୁ ଯିବେ ଏବଂ ତା ଭିତରେ ନିଜର ଘର, ସଂସାର, ପରିବେଶ ଏବଂ ସୁନ୍ଦର ପୃଥିବୀକୁ ଉପଭୋଗ କରିବା ପାଇଁ କେବେ ଭୁଲିବେ ନାହିଁ। ନମସ୍କାର।